ଭାରତର ଆଉ ଗୋଟେ ବିଶିଷ୍ଟ ଭାଷା ଗୋଷ୍ଠୀ ହେଉଛି ଭାରତୀୟ ଆର୍ଯ୍ୟ ଭାଷା। ଇଣ୍ଡୋ ୟୁରୋପୀୟ ଭାଷା ପରିବାର ବା ଭାରୋପୀୟ ଭାଷା ପରିବାରର ଗୋଟିଏ ଶାଖା ହେଉଛି ଭାରତ ଇରାନୀୟ ଭାଷା ଗୋଷ୍ଠୀ। ମନେ ରଖିବେ, ଇଣ୍ଡୋ ୟୁରୋପୀୟ ଭାଷା ପରିବାର ବା ମାନେ ଇଣ୍ଡୋ ୟୁରୋପୀୟ ଯେଉଁଟା ତାକୁ ଭାରୋପୀୟ ବୋଲି ବି ଓଡ଼ିଆରେ କୁହାଯାଏ। ତ ସେଇ ଭାରୋପୀୟ ଭାଷା ପରିବାରର ଗୋଟିଏ ଶାଖା ହେଉଛି ଭାରତ ଇରାନୀୟ ଭାଷା ଗୋଷ୍ଠୀ। ଆଉ ତାର ମାନେ ସେଇ ଭାଷା ଗୋଷ୍ଠୀରୁ ଭାରତୀୟ ଆର୍ଯ୍ୟ ଭାଷାର ଉଦ୍ଭବ ହୋଇଛି। ତାର ସତମ ବର୍ଗ ବୋଲି ଗୋଟେ ବର୍ଗ ରହିଛି, ସେଇ ସତମ ବର୍ଗରୁ এই ଭାରତୀୟ ଆର୍ଯ୍ୟ ଭାଷା ଆସିଅଛି। ଭାରତୀୟ ଆର୍ଯ୍ୟ ଭାଷାର 547ଟି ଭାଷା ଆଉ କିଛି ଉପଭାଷା ରହିଛନ୍ତି। ତ ପ୍ରଥମେ ଆମେ ଦେଖିବା ଯେଉଁ ଇଣ୍ଡୋ ୟୁରୋପୀୟ ଭାଷା ପରିବାର ରହିଛି ତା ବିଷୟରେ ଟିକେ ଜାଣିବା ସଂକ୍ଷେପରେ। ତ ଇଣ୍ଡୋ ୟୁରୋପୀୟ ଭାଷା ପରିବାରର ମୁଖ୍ୟତଃ 3 ଭାଗରେ ବିଭକ୍ତ। ଇଣ୍ଡୋ ୟୁରୋପୀୟ ଭାଷା ପରିବାର ମୁଖ୍ୟତଃ 3 ଭାଗରେ ବିଭକ୍ତ, ଯଥା ଇରାନୀୟ ଶାଖା, ଦରଦ ବା ଦାର୍ଦିଲ ଶାଖା ଆଉ ଭାରତୀୟ ଆର୍ଯ୍ୟ ଶାଖା। ତ ଫରାସୀ, ପାସ୍ତୋ ଆଉ ବେଲୁଚି ଭାଷା ଇରାନୀୟ ଶାଖାର ଅନ୍ତର୍ଭୁକ୍ତ। ତାପରେ କାଫିର ଗୋଷ୍ଠୀ, ଖୋୱାର ଗୋଷ୍ଠୀ ଆଉ ଦରଦ ଗୋଷ୍ଠୀ ଏମାନେ ଦରଦ ଶାଖା ବା ଦାର୍ଦିଲ ଶାଖାର ଅନ୍ତର୍ଭୁକ୍ତ। ତ ଯେତେବେଳେ ଭାରତ ରାଜନୈତିକ ଦୃଷ୍ଟିକୋଣରୁ ବିଭାଜିତ ହୋଇଯାଇଛି, ତାପରେ ଏଇ ଦୁଇଟି ଶାଖା ବିଶେଷ ଭାବରେ ନାହିଁ, କେବଳ ଉତ୍ତର ଭାରତର କେତେକ ଅଞ୍ଚଳରେ ବା କାଶ୍ମୀର ଅଞ୍ଚଳରେ କିଛି କିଛି ଭାଷା ଏଇ ଗୋଷ୍ଠୀର ଦେଖାଯାଏ। ତ ଭାରତରେ ପ୍ରଚଳିତ ମାନେ ଇଣ୍ଡୋ ୟୁରୋପୀୟ ଭାଷା ପରିବାରର ମୁଖ୍ୟ ଗୋଷ୍ଠୀଟା ହେଉଛି କ'ଣ? ଭାରତୀୟ ଆର୍ଯ୍ୟ ଭାଷା। ଯଦି ଇରାନୀ ପରିବାରର ଗୋଟିଏ ପ୍ରସିଦ୍ଧ ଭାଷାର କଥା ଦେଖିବା ତ ସେଇଟା ହେଉଛି ଫରାସୀ ଭାଷା। ମାନେ ଭାରତ ସହିତ ଯଦି ସମ୍ପର୍କ ଦୃଷ୍ଟିରୁ ଦେଖିବା ତ ଇରାନୀ ପରିବାରର ଗୋଟିଏ ପ୍ରସିଦ୍ଧ ଭାଷା ଫରାସୀ ଭାଷା, ଯାହାକି ଗୋଟିଏ ସମୟ ଥିଲା ଆମ ଭାରତରେ କୋର୍ଟ କଚେରୀର ଭାଷା ରୂପରେ ପ୍ରଚଳିତ ଥିଲା। ଯେତେବେଳେ ମୋଗଲ ଆଉ ମରହଟ୍ଟା ଶାସନ ଚାଲିଥିଲା ସେତେବେଳେ ଫରାସୀ ଭାଷା କୋର୍ଟ କଚେରୀର ଭାଷା ଥିଲା ଆମ ଭାରତରେ ତଥା ଓଡ଼ିଶାରେ ବି। ଯେତେବେଳେ ଉର୍ଦ୍ଦୁ ଭାଷାରେ ବହୁତ ମାତ୍ରାରେ ଫରାସୀ ଶବ୍ଦ ମିଶିଯାଏ ତାକୁ ଖଡ଼ି ବୋଲି ବୋଲି କୁହାଯାଏ। ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଯେତେବେଳେ ଉର୍ଦ୍ଦୁ ଭାଷା ସହିତ ବହୁତ ମାତ୍ରାରେ ଫରାସୀ ଶବ୍ଦ ମିଶିଯାଏ ତାପରେ ଯେଉଁ ଗୋଟେ ନୂଆ ଭାଷା ସୃଷ୍ଟି ହୁଏ ତାହାକୁ ଖଡ଼ି ବୋଲି ବୋଲି କୁହାଯାଏ। ଖଡ଼ି ବୋଲି ସେଟା ଗୋଟେ ବୋଲି, ମାନେ ଉର୍ଦ୍ଦୁ ଭାଷା ସହିତ ବହୁତ ମାତ୍ରାରେ ଫରାସୀ ଶବ୍ଦ ମିଶିଗଲେ ଖଡ଼ି ବୋଲି ତାକୁ କୁହାଯାଏ। ତ ଏବେ ଦେଖିବା ଏଇ ଇଣ୍ଡୋ ୟୁରୋପୀୟ ଭାଷା ପରିବାର ଯେଉଁ ଭାରତୀୟ ଆର୍ଯ୍ୟ ଭାଷା ରହିଲା ତା ଉପରେ କ'ଣ ସବୁ ଭାଷାବିତ ମାନଙ୍କର ମତ ରହିଛି। ସାର୍ ୱିଲିୟମ ଜୋନ୍ସ, ଯେ କି ଥରେ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ, ସାର୍ ୱିଲିୟମ ଜୋନ୍ସ ସର୍ବପ୍ରଥମେ ଗ୍ରୀକ ଓ ଲାଟିନ ଭାଷାର ସଂସ୍କୃତ ସହ ଅଚାନକ ଭାବେ ସାମଞ୍ଜସ୍ୟ ଥିବା ଆବିଷ୍କାର କରିଥିଲେ। ମାନେ ଇଣ୍ଡୋ ୟୁରୋପୀୟ ଭାଷା ପରେ ମାନେ ୟୁରୋପର କିଛି ଭାଷା ଆଉ ଇଣ୍ଡିଆ ବା ଭାରତର କିଛି ଭାଷା ମଧ୍ୟରେ ସମ୍ପର୍କ ଥିବା କଥା ପ୍ରଥମେ କିଏ ଆବିଷ୍କାର କରିଥିଲେ? ସେ ହେଉଛନ୍ତି ସାର୍ ୱିଲିୟମ ଜୋନ୍ସ। ସେ ପ୍ରଥମେ କ'ଣ କରିଥିଲେ? ଗ୍ରୀକ ଆଉ ଲାଟିନ ଭାଷା ସହିତ ସଂସ୍କୃତ ଭାଷାର କିଛି ତୁଳନାତ୍ମକ ଅଧ୍ୟୟନ ସେ କରୁଥିଲେ। ଆଉ ହଠାତ୍ ଦେଖିଲେ ଯେ ୟୁରୋପର ଯେଉଁ ଦୁଇଟି ପ୍ରାଚୀନ ଭାଷା ରହିଲେ ଗ୍ରୀକ ଆଉ ଲାଟିନ, ଆଉ ଭାରତର ପ୍ରାଚୀନ ଭାଷା ସଂସ୍କୃତ, ତ ସେମାନଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ଥିବାର ସେ ଅଚାନକ ଦେଖିଲେ। ଆଉ ଏଇ ସମ୍ପର୍କ ଉପରେ ସେ 1786ରେ ବଙ୍ଗଳାର ଏସିଆଟିକ ସୋସାଇଟି ଆନୁକୂଲ୍ୟରେ ଗୋଟିଏ ସଭାରେ ତାଙ୍କର ନିବନ୍ଧ ପାଠ କଲେ। ମାନେ ସେ ଅଧ୍ୟୟନ କରୁ କରୁ ଦେଖିଲେ ଗ୍ରୀକ ଲାଟିନ ସହିତ ସଂସ୍କୃତର ସମ୍ପର୍କ ରହୁଛି। ତାପରେ ସେ ସମ୍ପର୍କକୁ ନେଇକି ସେ ଗୋଟେ ଲେଖା ପ୍ରସ୍ତୁତ କଲେ। ଆଉ ସେଇ ଲେଖାକୁ ଏସିଆଟିକ ସୋସାଇଟି, ଯାହାକି ବଙ୍ଗଳାରେ ଅଛି, ତା ଆନୁକୂଲ୍ୟରେ ସେ ଗୋଟେ ଲେଖାକୁ ପାଠ କଲେ। ଆଉ ସାର୍ ୱିଲିୟମ ଜୋନ୍ସଙ୍କ ସେଇ ଉକ୍ତି ଆଧାରରେ ହିଁ ପରବର୍ତ୍ତୀ ସମୟରେ ଭାରତୀୟ ଭାଷା ଆଉ ୟୁରୋପୀୟ ଭାଷାକୁ ନେଇକି ଭାରୋପୀୟ ଭାଷା ପରିବାର ବା ଇଣ୍ଡୋ ୟୁରୋପୀୟ ଭାଷା ପରିବାର ବୋଲି ଗୋଟେ ବିରାଟ ଭାଷା ପରିବାର ପରିକଳ୍ପନା କରାଗଲା। ମାନେ ଯଥାର୍ଥରେ କହିବାକୁ ଗଲେ ଏହି ଯେଉଁ ଧାରଣାର ମୂଳ ହେଉଛନ୍ତି ସାର୍ ୱିଲିୟମ ଜୋନ୍ସ। ଆଉ ସେଇ ଇଣ୍ଡୋ ୟୁରୋପୀୟ ଭାଷା ପରିବାର ବା ଭାରୋପୀୟ ଭାଷା ପରିବାରର ଗୋଟିଏ ଅଂଶ ହେଉଛି ଭାରତୀୟ ଆର୍ଯ୍ୟ ଭାଷା ଗୋଷ୍ଠୀ। ତାପରେ ଜନ୍ ବିମ୍ସ
कंपेरेटिव ग्रामर ऑफ द मॉडर्न आर्यन लैंग्वेजेस ऑफ इंडिया एटा तांको बहिर ना कंपेरेटिव ग्रामर ऑफ द मॉडर्न आर्यन लैंग्वेजेस ऑफ इंडिया जहाँकि 1872 रु 79 भितर प्रकाशित होता। तो से भारतीय आर्य भाषा गुड़िकर ऐतिहासिक बरणी आउ तुलनात्मक पद्धति माध्यम से आलोचना कर माने यथार्थ कहवा गले भारतीय आर्य भाषा उपरे गोटे अति मूल्यवान आलोचना से प्रदान करिसेंती किए जॉन बीम्स। तो से जो आलोचना करिसेंते तार मुख्यतः तीनोटी दिग रही। प्रथम दिग हेउछि से एथिरे भारतीय आर्य भाषा गुड़िकर उपभाषा संपर्क में आलोचना करिसेंती। माने भारतीय आर्य भाषा गुड़िक उपरे आलोचना करने सहित तार उपभाषा गुड़िक उपरे भी से आलोचना करिसेंती। से 7टी भाषा को मुख्य और मौलिक भावे ग्रहण करिसेंती यथा हिंदी, पंजाबी, सिंधी, गुजराती, मरहट्टी, ओडिया आउ बंगला यही 7टी भाषा को से भारतीय आर्य गोष्ठीर मुख्य भाषा भाव में ग्रहण करिसेंती। आउ थरे कहि दोछि हिंदी, पंजाबी, सिंधी, गुजराती, मरहट्टी, ओडिया आउ बंगला। आउ से कहिसेंती कथित संस्कृत रु एगुड़िक जात होइछंती एटा से मत देइछंती। माने यथार्थ कहवा गले से भारतीय आर्य भाषा उपरे जो आलोचना देइछंती ताहा आज पर्यंत भी ग्रहणीय होइके रहिछि। अवश्य मुख्य भाषार आउ केतेला संख्या बढ़िछि किंतु जो बाकी तथ्यटा एबे भी ठीक ठाक रहिछि। तापरे जॉर्ज ग्रियर्सन जे कि आमे पढुतिले माने ऑस्ट्रो एशियाटिक भाषा परिवार उपरे भी से विस्तीर्ण आलोचना करथिले। तो से इंडो यूरोपीय भाषा उपरे बा भारतीय आर्य भाषा उपरे भी विस्तीर्ण आलोचना करिसंती। आउ तांकर वर्गीकरण रे आउ किछि स्वातंत्र्य देखिबा को मिले। तो तांकर जो लिंग्विस्टिक सर्वे ऑफ इंडिया बही रही से बही रे से प्रथमे भारतीय आर्य भाषा को 3टी स्तर रे विभक्त करिसंती। प्रथमटा हेउची बहिरंग उपशाखा, द्वितीयटा अंतरंग उपशाखा ना द्वितीयटा मध्यवर्ती उपशाखा आउ तृतीयटा हेउची अंतरंग उपशाखा। तो जॉर्ज ग्रियर्सन भारतीय आर्य भाषा को 3टी मुख्य स्तर रे विभक्त करिसंती। प्रथम स्तर को से कहउचंती बहिरंग उपशाखा, द्वितीय स्तर को कहउचंती मध्यवर्ती उपशाखा आउ तृतीय स्तर को कहउचंती अंतरंग उपशाखा। तो बहिरंग उपशाखा को पुणे 3टी भाग रे विभक्त करिसंती। ता भितरे रहिछि पश्चिमोत्तर वर्ग, दक्षिणी वर्ग आउ पूर्वी वर्ग एमिति 3टी वर्ग रे से बहिरंग उपशाखा को विभक्त करिसंती। आउ पश्चिमोत्तर वर्ग भितरे रहिछि लहदा आउ सिंधी ए 2टी भाषा, दक्षिणी वर्ग भितरे रहिछि मरहट्टी भाषा, पूर्वी वर्ग रे रहिछि आसामी, बंगला, ओडिया आउ बिहारी भाषा। आउ जो द्वितीय स्तर रहिला द्वितीय स्तरटा हेउछि मध्यवर्ती उपशाखा सेथिरे से पूर्वी हिंदी को रखिछंती। आउ तृतीय स्तर हेउछि अंतरंग उपशाखा। अंतरंग उपशाखार पुणे से 2टी वर्ग करिछंती, गोटे हेउछि केंद्र वर्ग आ गोटे पहाड़ी वर्ग। तो केंद्र वर्ग भितरे रहिछि पश्चिमी हिंदी, पंजाबी, गुजराती, भिली, खानदेशी आउ राजस्थानी। ठीक सही भले पहाड़ी वर्ग रे रहिछि पूर्वी पहाड़ी बा नेपाली आउ केंद्रवर्ती पहाड़ी आउ पश्चिमी पहाड़ी। तो यही भली भाबरे भारतीय आर्य भाषार विभागीकरण करिसंती जॉर्ज ग्रियर्सन। एबे देखिबा जणे आम भारतीय भाषाविद केमिति भाबरे वर्गीकरण करूछंती डॉक्टर सुनीति कुमार चैटर्जी। डॉक्टर सुनीति कुमार चैटर्जी भी भारतीय आर्य भाषा को 5टी वर्ग रे विभक्त करिसंती। गोटे हेउछि उदिच्य बा उत्तरी वर्ग, द्वितीयटा हेउछि प्रतीच्य बा पश्चिमी वर्ग, तृतीयटा हेउछि मध्यदेशीय वर्ग, चतुर्थटा प्राच्य बा पूर्वी वर्ग आउ पंचमटा हेउछि दाक्षिणात्य बा दक्षिणी वर्ग। तो उदिच्य भितरे से रखिछंती सिंधी, लहंदा ओ पंजाबी। प्रतीच्य बा पश्चिमी वर्ग रे से रखिछंती गुजराती आउ राजस्थानी। मध्यदेशीय वर्ग रे से रखिछंती पश्चिमा हिंदी।
ପ୍ରାଚ୍ୟ ବା ପୂର୍ବୀ ବର୍ଗରେ ସେ ରଖିଛନ୍ତି ପୂର୍ବୀ ହିନ୍ଦୀ, ବିହାରୀ, ଓଡ଼ିଆ, ବଙ୍ଗଳା ଆଉ ଆସାମୀ। ଦାକ୍ଷିଣାତ୍ୟରେ ସେ ରଖିଛନ୍ତି ମରହଟ୍ଟି। ତ ଏଇଭଳି ଭାବରେ ଡକ୍ଟର ସୁନୀତି କୁମାର ଚାଟାର୍ଜୀ ଭାରତୀୟ ଆର୍ଯ୍ୟ ଭାଷାର ବର୍ଗୀକରଣ ବା ବିଭାଗୀକରଣ କରିଛନ୍ତି। ଆଜିର କ୍ଲାସରେ ମୁଁ ଏତିକିରେ ରଖିବି। ତାପରେ ଯେଉଁ ଗୋଟେ ବିଭାଗୀକରଣ ରହିଛି ସେଇଟା ସମସ୍ତେ ଅଳ୍ପ ବହୁତ ପଢିଛନ୍ତି, ଯାହାକି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା, ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା। ସେଇଟା ଅଧିକାଂଶ ଭାଷା ତତ୍ତ୍ୱବିତ୍ ସେଇଟା ଗ୍ରହଣ କରିଛନ୍ତି। ତ ସେ ଆଡ଼କୁ ଗଲେ ସମୟ ବେଶୀ ହେଇଯିବ, ତ ସେଥିପାଇଁ ଆଜି ଏତିକି ହିଁ ଥାଉ। ତ ଆମର ଯେଉଁ ଏଇ ଡେମୋ କ୍ଲାସଟା ଚାଲିଛି, ଆଜି ଥିଲା ତୃତୀୟ କ୍ଲାସ, ଆଉ 7ଟି କ୍ଲାସ ବାକି ରହିଲା। ଆଉ ଗୋଟେ ସୂଚନା ରହିଛି, ମୁଖ୍ୟ କ୍ଲାସ ବା ଦେୟଯୁକ୍ତ କ୍ଲାସ ପାଇଁ ପଞ୍ଜୀକରଣ ଆରମ୍ଭ ହେଇଯାଇଛି। ଯେଉଁମାନେ ଚାହିଁବେ ପଞ୍ଜୀକରଣ କରିପାରିବେ। ଯେଉଁ ନମ୍ବରରୁ ଆପଣଙ୍କୁ ଲିଙ୍କ ଦିଆଯାଉଛି ସେଇ ନମ୍ବରରେ ଜଣେଇବେ ଯଦି ପଞ୍ଜୀକରଣ କରିବାକୁ ଚାହୁଁଥାନ୍ତି। ଆଉ ତାର ମାନେ ବିଶେଷ ଗୋଟେ ବ୍ୟବସ୍ଥା ରହିଛି, ଜୁନ 30 ତାରିଖ ଭିତରେ ଯଦି ପଞ୍ଜୀକରଣ କରିବେ ତେବେ ମୋଟ ଦେୟ ରାଶିର 10% ରିହାତି ପାଇବେ। ସେଥିପାଇଁ ଏଇ 30 ତାରିଖ ଭିତରେ ହିଁ ଯେଉଁମାନେ ଆଗକୁ କ୍ଲାସ କରିବାକୁ ଚାହୁଁଛନ୍ତି ଏଇ 30 ତାରିଖ ଭିତରେ ହିଁ ପଞ୍ଜୀକରଣ କରିଦିଅନ୍ତୁ। ଆଉ କ୍ଲାସଟା ଆମର ଏଇଭଳି ଶୈଳୀରେ ହିଁ ଚାଲିବ। ଯେତେ ବି ପ୍ରସଙ୍ଗ ରହିଛି ସବୁ ପ୍ରସଙ୍ଗ ଉପରେ ଯେଉଁ ବିଶିଷ୍ଟ ବହି ସବୁ ରହିଛି, ଆଲୋଚନା ପୁସ୍ତକ ହଉ ବା ଗବେଷଣାମୂଳକ ପୁସ୍ତକ ହଉ, ବିଶିଷ୍ଟ ବହି ଗୁଡ଼ିକର ତଥ୍ୟ ଆଧାରରେ ଶିକ୍ଷାଦାନ କରାଯିବ। ଆଉ ଆବଶ୍ୟକତା ଅନୁସାରେ PDF ମାଧ୍ୟମରେ ନୋଟ ବି ଦିଆଯିବ, ଆଉ ପ୍ରଶ୍ନୋତ୍ତର ବି ଦିଆଯିବ। ତ ଯେମିତି ଦେଖୁଛନ୍ତି ଡେମୋ କ୍ଲାସ ଏଇଭଳି ହେବ। ଆଉ କିଛି ତଥ୍ୟ କିଛି ଅଧିକ ସେଠାରେ ପାଇପାରିବେ। ତ ଯଦି ଚାହୁଁଛନ୍ତି ଆଗକୁ କ୍ଲାସ କରିବା ପାଇଁ ତେବେ ଜୁନ 30 ତାରିଖ ଭିତରେ ପଞ୍ଜୀକରଣ କରିଦିଅନ୍ତୁ। ଆଉ ଯଦି ଆମର ଏଇ ସବୁ ପ୍ରକ୍ରିୟା ଉପରେ ଯଦି କେହି କିଛି ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ କହିପାରିବେ। ଆମର ଅନଲାଇନ କ୍ଲାସର ଯେଉଁ ପ୍ରକ୍ରିୟା ରହିଛି ସେଇ ପ୍ରକ୍ରିୟା ଉପରେ ଯଦି କିଛି ଜାଣିବାକୁ ଚାହୁଁଛନ୍ତି କହିପାରିବେ।